ସାଉଦି ଆରବର ପ୍ରସିଦ୍ଧ ଧର୍ମପୀଠ ମକ୍କା ଏବଂ ମଦିନାକୁ ହଜ୍ କରିବା ପାଇଁ ଉତ୍ତର ଓଡ଼ିଶାରୁ ଯାଉଥିବା ଇସଲାମ ଧର୍ମାବଲମ୍ବୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଏବଂ ଟିକାକରଣ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ହଜ୍ କମିଟି ଓ ବାଲେଶ୍ୱରର ଖୁଦାମୁଲ ହୁଜାଜ କମିଟିର ମିଳିତ ସହଯୋଗରେ ସହରର ଏକ ଘରୋଇ ହୋଟେଲଠାରେ ଆୟୋଜିତ ଏହି ଶିବିରରେ ଅନୁଷ୍ଠାନର ସଭାପତି ହାଜି କମାଲ ଜାଫର ପୌରୋହିତ୍ୟ କରିଥିଲେ। ୱାକଫ ବୋର୍ଡର ପ୍ରଶାସନିକ ଅଧିକାରୀ ଶେଖ୍ ନଜିମୁଦ୍ଦିନ ଯୋଗ ଦେଇ ହଜ୍ ଯାତ୍ରୀଙ୍କର ମଙ୍ଗଳ କାମନା କରିବା ସହିତ ବିଶ୍ୱ ଭ୍ରାତୃତ୍ୱର ପ୍ରତୀକ ଏହି ଯାତ୍ରାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଶିବିରରେ ସୈୟଦ ଅବଦୁଲ ସବୁହ ପ୍ରଶିକ୍ଷକ ଓ ଭଦ୍ରକର ସୈୟଦ ଅବଦୁଲ ମସଜୁଦ ଗାଇଡ୍ ଭାବେ ଯୋଗ ଦେଇ ହଜ୍ ଯାତ୍ରୀଙ୍କୁ ଯାତ୍ରାର ନିୟମାବଳୀ ସମ୍ପର୍କରେ ଅବଗତ କରିବା ସହ ହଜ୍ ସମୟରେ ପାଳନ କରାଯାଉଥିବା ବିଭିନ୍ନ ପ୍ରକାର ନୀତି ନିୟମ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ପବିତ୍ର ଇସଲାମ ଧର୍ମପୀଠ ମକ୍କାକୁ ହଜ୍ କରିବାକୁ ଯାଇ ପୁଣ୍ୟ ଅର୍ଜନ ଭଳି ଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେଉଥିବା ବ୍ୟକ୍ତିମାନେ ବି ସମପରିମାଣର ପୁଣ୍ୟର ଅଧିକାରୀ ବୋଲି ପ୍ରଶିକ୍ଷକମାନେ କହିଥିଲେ। ଖୁଦାମୁଲ ହୁଜାଜ କମିଟିର ସମ୍ପାଦକ ଇନ୍ତେକାବ ଅଲି ଖାଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ହାଜି ମଇନୁଲ ଇସଲାମ ଓ ମହମ୍ମଦ ମୁକ୍ତାର ଅହମଦଙ୍କ ସମେତ ହାଜି ଶେଖ୍ ଅବଦୁଲ ହନାନ, ହାଜି ଜହିରୁଲ ଇସଲାମ, ହାଜି ଆଲମ ଅଲି ଖାଁ ପ୍ରମୁଖ ଯୋଗ ଦେଇ ହଜ୍ ଯାତ୍ରାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ আজিମ ବାଲେଶ୍ୱରୀ କୋରାନ ପାଠ ଓ ନାଥ ଶରୀଫ ସହ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ। ମାଷ୍ଟର ଶେଖ୍ ଆଜାଦ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଖୁଦାମୁଲ ହୁଜାଜ କମିଟିର ଉପସଭାପତି ହାଜି ଶେଖ୍ ଜମାଲ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଚଳିତ ବର୍ଷ ଉତ୍ତର ଓଡ଼ିଶାର ବାଲେଶ୍ୱର ଜିଲ୍ଲାରୁ 20 ଜଣ, ଭଦ୍ରକ ଜିଲ୍ଲାରୁ 40 ଜଣ ଓ ମୟୂରଭଞ୍ଜ ଜିଲ୍ଲାରୁ 6 ଜଣ ଏହିପରି 3ଟି ଜିଲ୍ଲାରୁ ମୋଟ 66 ଜଣ ଯାତ୍ରୀ ହଜ୍ କରିବା ପାଇଁ ଯିବେ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଯାତ୍ରୀମାନେ ମେ ମାସ 9 ତାରିଖରୁ ବିଭିନ୍ନ ପର୍ଯ୍ୟାୟରେ ବିମାନ ଯୋଗେ ମକ୍କା ଅଭିମୁଖେ ଯାତ୍ରା କରିବେ। ଜୁନ୍ 17 ତାରିଖରେ ହଜ୍ କରିବା ପରେ ସମସ୍ତ ଯାତ୍ରୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି କମିଟି ପକ୍ଷରୁ କୁହାଯାଇଛି। ହଜ୍ ଏକ ମହାପୁଣ୍ୟ କାର୍ଯ୍ୟ ହୋଇଥିବା ବେଳେ ଏହାଦ୍ୱାରା ଜୀବନର ପୂର୍ଣ୍ଣତା ଆସିଥାଏ ବୋଲି ହଜ୍ କମିଟିର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶେଖ୍ ସରାଫତ ଅଲି, ଶେଖ୍ ବିଲାଲ ଉଦ୍ଦିନ, ଚିରାଗ ଚୌହାନ, ସଲିମ ସୁବାସା, ଅମଜେଦ ହୁସେନ ପ୍ରମୁଖ ଉପସ୍ଥିତ ଶିବିର ପରିଚାଳନା କରିଥିଲେ। ଆମେ 2013 ମସିହାରୁ ଆଜି ପର୍ଯ୍ୟନ୍ତ ଖୁଦାମୁଲ ହୁଜାଜ କମିଟି ତରଫରୁ ହଜ୍ ପରୀକ୍ଷଣ ଟ୍ରେନିଂ କ୍ୟାମ୍ପଟାକୁ ଆମେ ଆରେଞ୍ଜମେଣ୍ଟ କରୁଛୁ। ଏଥିରେ ହାଜିମାନେ ଯେଉଁମାନେ ହଜ୍ କରିବା ପାଇଁ ଯାଉଛନ୍ତି, ତୀର୍ଥ କରିବା ପାଇଁ ଯାଉଛନ୍ତି, ସେମାନଙ୍କୁ ଟ୍ରେନିଂ ଦିଆଯାଉଛି ଯେ ଘରୁ ବାହାରିବା ପରେ ସେଠି ଯାଇକିରି ମକ୍କା ମଦିନାରେ ଯାଇକିରି ପହଞ୍ଚିକିରି ତାଙ୍କୁ କ'ଣ କ'ଣ କାମ କରିବାକୁ ପଡ଼ିବ, ସେଠି ଧାର୍ମିକ କାମ ସବୁ ତାଙ୍କୁ ଡିଟେଲ ବୁଝେଇ ଦିଆହେଉଛି, ଯାହାଦ୍ୱାରା ସେମାନେ ଆଉ ଡିସରେଲ୍ ହେବେନି। ଏଥିପାଇଁ ତାଙ୍କ ପାଇଁ ଆମେ ଟ୍ରେନିଂ ପ୍ରୋଗ୍ରାମ୍ ଦେଉଛୁ। ଏଠି ପୁଣି ଟିକାକରଣ କରାହେଉଛି। ଟିକା ନ ନେଲେ ସେମାନେ ଯାଇପାରିବେନି, ପ୍ଲେନ୍ରେ ତାଙ୍କୁ ଚଢ଼ିବାକୁ ଦିଆଯିବନି। ତ ଇଏ ସବୁ କାମ ସବୁ ଏଇଠି ହେଉଛି। ଆଜିର ଦିନରେ ସମସ୍ତଙ୍କୁ ବାଧ୍ୟ ଅଛନ୍ତି ସେମାନେ ଟ୍ରେନିଂ ନେବା ଆଉ ତା ସହିତ ଟିକା ନେବା। ଏଇ ଦୁଇଟା ଜିନିଷ ନେଲେ ତାଙ୍କୁ ଆମେ ଗୋଟେ ସାର୍ଟିଫିକେଟ୍ ଦିଆଯାଏ। ସେ ସାର୍ଟିଫିକେଟ୍ ନେଇକିରି ସବୁ କାମ କରିବେ ଆଉ ପ୍ଲେନ୍ ଭିତରେ ବସିବେ। ପ୍ଲେନ୍ରେ ବସିବା ପାଇଁ ତାଙ୍କୁ କ'ଣ କ'ଣ କରିବାକୁ ପଡ଼ିବ, କେତେ ତ ଏକଦମ ନୂଆ ଅଛନ୍ତି, ସେ କେବେ ପ୍ଲେନ୍ ଚଢ଼ି ନାହାନ୍ତି, ତାଙ୍କୁ ପୁଣି ବୁଝେଇ ଦିଆହେଉଛି କି ପ୍ଲେନ୍ ଭିତରେ କ'ଣ କ'ଣ ସବୁ କରାଯିବ। ଯେମିତିକି ମାନେ ସେଠି ପାଣି ମିଳିବନି, ତ ତାଙ୍କୁ ଟିସ୍ୟୁ ପେପର୍ ବାହାର କରିକିରି ବ୍ୟବହାର କରିବାକୁ ପଡ଼ିବ ଟଏଲେଟ୍ରେ ଫେଲେଟ୍ରେ। ତ ଏସବୁ ଜିନିଷ ସବୁ ତାଙ୍କୁ ଟ୍ରେନିଂ ଦିଆହେଉଛି। ଆଜି ମାନେ ଦେଖନ୍ତୁ, ଭଦ୍ରକରୁ ଆସିଛନ୍ତି 40 ଜଣ, ବାଲେଶ୍ୱରରୁ 20 ଜଣ, ମୟୂରଭଞ୍ଜରୁ 6 ଜଣ, ସବୁ ମିଶିକିରି 66 ପର୍ସନ୍ସ ଯାଉଛନ୍ତି ତୀର୍ଥ ପାଇଁ। ଆଉ ସେମାନେ କଲିକତାରୁ ବି ଯିବେ, ହାଇଦ୍ରାବାଦରୁ ବି ଯିବେ, ବମ୍ବେରୁ ବି ଯାଇପାରନ୍ତି। ତାଙ୍କ ଯେଉଁଠି ଏଇଟା ହଜ୍ଟା ଆରମ୍ଭ ହେବ 9 ମେରୁ। 9 ମେରୁ ଆରମ୍ଭ ହୋଇଯିବ ଫ୍ଲାଇଟ୍ଟା। ତାପରେ ସେମାନେ ସେଠି ଯାଇକିରି 40 ଡେଜ୍ ପର୍ଯ୍ୟନ୍ତ ରହିବେ। ମଦିନାରେ ରହିବେ 8 ଦିନ, ବାକି ରେଷ୍ଟ ଡେ ଯେଉଁ ଅଛି ସେଟା ମକ୍କାରେ ରହିବେ। ସେଟା କଲିକତା ହେଇକି ନା, ସେମିତି ଆପଣ କେମିତି କହୁଛନ୍ତି? ସେଟା ତାଙ୍କୁ ଟିକେଟ୍ ଦେଲା ବେଳକୁ ମାନେ ତାଙ୍କୁ ଯେଉଁ ୱାକଫ ବୋର୍ଡ଼ ଯେତେବେଳେ ଦେବ ସେଥିରେ ସେ ମେନସନ୍ କରିଦେବେ କେଉଁଠୁ ତାଙ୍କୁ ଫ୍ଲାଇଟ୍ ଚଢ଼ିବାକୁ ପଡ଼ିବ। ବର୍ତ୍ତମାନ ପର୍ଯ୍ୟନ୍ତ ମାନେ ଫୋରକାଷ୍ଟ କରିହେବନି। ଏ କାରଣ ହେଉଛି ମାନେ ଗରମ ପାଇଁ କି କ'ଣ ମାନେ କିଛି ବୁଝିପାରୁନି, କିନ୍ତୁ ମାନେ ଏ ବର୍ଷ ବହୁତ କମି ଯାଇଛନ୍ତି। ଯେତେବେଳକୁ ଆମକୁ ଏଠି ମାନେ 120ରୁ 130 ଜଣ ଲୋକ ମାନେ ହଜ୍ କରିବା ପାଇଁ ଯାଉଥିଲେ ତୀର୍ଥ, ଏଥରକେ ମାତ୍ର 66 ମାନେ ଅଧେ ହେଇଯାଇଛି। ଏଠାରେ ଆମର ଯେଉଁ ପ୍ରଶିକ୍ଷଣ ଶିବିର ଚାଲିଛି ସେଠି ଗଲେ କେଉଁ ରକମ କ'ଣ କ'ଣ କରିବାକୁ ହେବ ସେ ଆମ ମୌଲାନା ଆସୁଛନ୍ତି, ସେ ଡିଟେଲ୍ସ ସେ ବୁଝାଉଛନ୍ତି। ତାପରେ ଏଠି ଭ୍ୟାକ୍ସିନ୍ ଦିଆହେଉଛି, ଯେଉଁ ଇନାକୁଲେସନ୍ ପ୍ରୋଗ୍ରାମ୍ ଆମର ଅଛି ଗଭର୍ଣ୍ଣମେଣ୍ଟ ତରଫରୁ, ସେଇଟା ସେ ବି ଏଠି ଦିଆହେଉଛି।
এটা আমার মানে আজকে 10 বর্ষ হয়ে গেল 2014 রু আরম্ভ করছিল এই প্রশিক্ষণ শিবির কন্টিনিউ 10 বর্ষ হল চালিছি।